ଆମ ସମସ୍ତଙ୍କ ମନ ମସ୍ତିଷ୍କ ଭିତରେ ସବୁବେଳେ ଦୁଇଟି ଘୋଡ଼ା ଦୌଡ଼ୁଛି। ଜଣେ ହେଉଛି ସକାରାତ୍ମକ ଅର୍ଥାତ୍ ବିବେକ, ଆଉ ଜଣେ ହେଉଛି ନକାରାତ୍ମକ ଅର୍ଥାତ୍ ମନ। ଏ ଦୁଇ ଜଣଙ୍କ ମଧ୍ୟରେ ସବୁବେଳେ ପ୍ରତିଯୋଗିତା ଲାଗିଛି, କିନ୍ତୁ ବିଜୟ ତ ସେହି ପାଇଥାଏ ଯାହାକୁ ଅଧିକ ଯତ୍ନ କରାଯାଇଥାଏ। ନମସ୍କାର, ମୁଁ ଦେବାଶିଷ। ଆଜି ପୁଣି ଥରେ ମନକୁ ପରିବର୍ତ୍ତନ କଲା ଭଳି ଏକ ସୁନ୍ଦର କାହାଣୀ। ଥରେ ଜଣେ ଯୁବକ ନିଜ ଘର ଅଗଣାରେ ବସି ଜୋର ଜୋର କାନ୍ଦୁଥାଏ। ଛାତିରେ ହାତ ବାଡ଼େଇକି କାନ୍ଦୁଥାଏ, ଆଉ ନିଜ ଭାଗ୍ୟକୁ ନିନ୍ଦା କରୁଥାଏ କି ମୋତେ କେମିତି ଭାଗ୍ୟ ମିଳିଛି। ମୋ ବାପା ମୋ ପାଇଁ ଏତେ ଧନ ସମ୍ପତ୍ତି ରଖି ଯାଇଥିଲେ, ଏ ସବୁ ଶେଷ ହୋଇଗଲା। ମୁଁ ଏବେ ଚଳିବି କେମିତି? ଏମିତି କହୁଥାଏ ଆଉ ଜୋର ଜୋର କାନ୍ଦୁଥାଏ। ସେହି ବେଳରେ ସେଇପଟେ ଜଣେ ବିଦ୍ୱାନ ଲୋକ ଯାଉଥିଲେ। ପିଲାଟିର ଏମିତି କାନ୍ଦ ଶୁଣିକି ତା ପାଖକୁ ଯାଇଛନ୍ତି। କହିଛନ୍ତି, ତୁମେ ଏଇ ଯେଉଁ କାନ୍ଦୁଛ ନା, ଭାଗ୍ୟକୁ ଦୋଷ ଦେଉଛ। ସେଇଥିପାଇଁ ସିଏ ମନଉଣା କରିଛି, ତୁମଠାରୁ ଦୂରେଇ ଯାଇଛି। ଏବେ ତୁମେ ଯାଅ ଆଉ ସେ ଭାଗ୍ୟକୁ କେଉଁଠି ଖୋଜି ନେଇ ଆଣ। ଯେତେବେଳେ ସେ ଭାଗ୍ୟ ତୁମ ପାଖକୁ ଆସିଯିବ ନା, ତୁମ ପାଖରେ ପୁଣି ବହୁତ ସାରା ଅର୍ଥ ଆଉ ଖୁସି ନିଜର ଫେରି ଆସିବ। ଯୁବକ ଜଣକ ଟିକେ ଚୁପ୍ ହୋଇଛନ୍ତି, ଆଉ ଆଶ୍ଚର୍ଯ୍ୟ ହେଇକି ପୁଣି ତାଙ୍କୁ ପଚାରିଛନ୍ତି, ଇଏ ତୁମେ କ'ଣ କହୁଛ? ଭାଗ୍ୟ ବି କେଉଁଠି ଖୋଜିଲେ ମିଳେ ନା? ଭାଗ୍ୟ କ'ଣ କେଉଁ ମଣିଷଙ୍କ ପରି ଯେ ତାଙ୍କୁ ଖୋଜି ଆଣିବି? ଏତିକି କଥା ହେଇ ସେ ବିଦ୍ୱାନ ଜଣକ ସେଠୁ ଚାଲି ଯାଇଛନ୍ତି। ସେ ଯୁବକ ଜଣକ ଯେତେବେଳେ ରାତିରେ ଶୋଇଛନ୍ତି, ସେ ସ୍ୱପ୍ନ ଦେଖୁଛନ୍ତି ଜଣେ ଭାଗ୍ୟ ପରି ଲୋକ ସେ ଏକ ଉଚ୍ଚ ପାହାଡ଼ ଶିଖରରୁ ୟା ଉପରକୁ ଡେଇଁ ପଡ଼ୁଛନ୍ତି। ଆଉ ସେ ଯୁବକ ଜଣକ ଯେମିତି ଦିନ ବେଳେ କରୁଥିଲେ, ଏ ଠିକ୍ ସେମିତି ତା ସହିତ ବ୍ୟବହାର କରୁଛନ୍ତି। ବାଉଳାରେ ତା ନିଦଟା ଭାଙ୍ଗି ଯାଇଛି। ସେ ଉଠି ବସି ପଡ଼ିଛି। ଏବେ ତ ତାକୁ ବିଶ୍ୱାସ ହୋଇଯାଇଥିଲା ଯେ ନାଇଁ, ଭାଗ୍ୟ ବୋଲି ଜଣେ କିଏ ଅଛନ୍ତି, ଆଉ ସେ ଏକ ପାହାଡ଼ ଶିଖରରେ ରହୁଛନ୍ତି। ଏବେ ମୋତେ ସେଇ ପାହାଡ଼ ଶିଖର କେଉଁଠି ଖୋଜିବାକୁ ପଡ଼ିବ, ଆଉ ଭାଗ୍ୟକୁ ଯାଇ ନିଜ ସହିତ ଆଣିବାକୁ ପଡ଼ିବ। ତେବେ ଯାଇ ମୋ ଜୀବନରେ ଖୁସି ଫେରି ଆସିବ, ଧନ ସମ୍ପତ୍ତି ସବୁ କିଛି ଫେରି ଆସିବ। ପରଦିନ ସକାଳୁ ଉଠିଛି, ବାହାରି ପଡ଼ିଛି ନିଜ ଭାଗ୍ୟକୁ ଖୋଜିବା ପାଇଁ। ପ୍ରଥମେ ଏକ ଛୋଟ ପାହାଡ଼ ଉପରକୁ ଯାଇଛି। ସେଇଠି ତା ଶିଖରରେ ଗୋଟିଏ ସିଂହ ବସିଥିଲା। ଯୁବକ ଜଣକ ସେ ସିଂହଟିକୁ ଦେଖି ସେଠାରୁ ଦୌଡ଼ିବାକୁ ଲାଗିଛି। ଦୌଡ଼ି ଦୌଡ଼ିକି ସେଠୁ ପଳାଇବାକୁ ଚେଷ୍ଟା କରିଛି କି ଏତିକି ବେଳେ ସେ ସିଂହଟି ତାକୁ ପଛରୁ ଡାକିଛି, ଏଠାକୁ ଆସ, ମୁଁ ତୁମର କିଛି କ୍ଷତି କରିବି କି? ମୁଁ ବ୍ୟାଧିଗ୍ରସ୍ତ ଅଛି ବହୁତ ଦିନରୁ, ଏବେ ତ ଚାଲି ବୁଲି ବି ପାରୁନି। ଯୁବକ ଜଣକ କହିଛି ଯେ ମୁଁ ପାହାଡ଼ ଉପରକୁ ଯାଉଛି, ଯେଉଁଠି ଭାଗ୍ୟ ରୁହନ୍ତି। ମୁଁ ତାଙ୍କୁ ଆଣିବାକୁ ଯାଉଛି, କାହିଁକିନା ମୋ ଜୀବନରେ ଖୁସି ଫେରି ଆସିବ। ସିଂହ କହିଛି କି ଯଦି ତୁମେ ଯାଉଛ ଆଉ ତୁମ ଭାଗ୍ୟ ଯଦି ତୁମକୁ ମିଳିଯାଏ, ତେବେ ତାଙ୍କଠାରୁ ମୋର ବି ଏକ ପ୍ରଶ୍ନ ପଚାରିବ, ଆଉ ଯେତେବେଳେ ଉତ୍ତର ନେଇ ମୋ ପାଖକୁ ଆସିବ, ବଦଳରେ ମୁଁ ତୁମକୁ ବହୁତ ପୁରସ୍କାର ଦେବି। ଯୁବକ ଜଣକ କହିଛି, ତୁମ ପ୍ରଶ୍ନଟି କ'ଣ? ସିଂହ କହିଛି, ମୋର ଏଇ ଯେଉଁ ରୋଗ ହେଇଛି ତାହାର ଉପଚାର କ'ଣ ତୁମେ ତାଙ୍କୁ ପଚାରିବ, ଆଉ ମୁଁ ଭଲ ହୋଇଗଲେ ତୁମକୁ ବହୁତ ସାରା ପୁରସ୍କାର ଦେବି। ପିଲାଟି ଏଥର ଆଉ ଟିକେ ଆଗକୁ ବଢ଼ିଛି। ସେଠାରେ ଏକ ଝରଣା କୂଳରେ ବହୁତ ବଡ଼ ଫଳ ବଗିଚା ଦେଖିଛି। ବଗିଚାରେ ବହୁତ ସାରା ଫଳ ବି ହେଇଥାଏ। ପିଲାଟିକୁ ଭୋକ ବି ଲାଗୁଥାଏ। ସେ ସେଇ ଗଛରୁ କିଛି ଫଳ ନେଇ ଖାଇବାକୁ ଲାଗିଛି। ଆଉ ଯେମିତି ମୁହଁରେ ଦେଇଛି, ଫଳଟି ବହୁତ ପିତା ଥିଲା। ମୁହଁଟା ପୁରା ପିତା ହେଇଯାଏ। ସେ ଥୁ କରିଦେଇଛି। ଏତିକି ବେଳେ ସେପଟୁ ସେ ଯେଉଁ ବଗିଚାର ମାଲିକ ସିଏ ଆସିଯାଇଛନ୍ତି। କହିଛି, ହଁ ଭାଇ, ଏମିତି ହୁଏ ସମସ୍ତଙ୍କ ସହ। ଯିଏ ବି ଏ ଫଳ ଖାଇଛି ତା ମୁହଁ ବୁଲେଇ ଦେଇଛି। ଏ ଫଳର ସ୍ୱାଦ ହିଁ ସେମିତି ପିତା। ସେଇଥିପାଇଁ ତ ମୁଁ ବହୁତ ଚିନ୍ତିତ ଅଛି। ଏମିତିରେ ତୁମେ କିଏ, ଆଉ ଏପଟେ ଯାଉଛ କୁଆଡ଼େ? ପିଲାଟି କହିଛି, ମୁଁ ଏଇ ପାହାଡ଼ ଶିଖରକୁ ଯାଉଛି, ସେଇଠି ମୋ ଭାଗ୍ୟ ଅଛି, ମୁଁ ଆଣିବାକୁ ଯାଉଛି। ଏମିତି ସେ ତାର ସବୁ କଥା ଜଣାଇଛି। ତ ଏ ଯେଉଁ ଫଳ ବଗିଚାର ମାଲିକ ଥିଲେ କହିଛନ୍ତି, ତେବେ ତୁମେ ଯେତେବେଳେ ତୁମ ଭାଗ୍ୟ ସହିତ ଦେଖା ହେବ, ତୁମେ ତାଙ୍କୁ ମୋର ଏକ ପ୍ରଶ୍ନ ପଚାରିବ। ପ୍ରଶ୍ନ ଏଇଆ କି ମୋର ଏଇ ବଗିଚାର ଫଳ ସବୁ ମିଠା କେମିତି ହେଇପାରିବ? ମୋର ଏଇ ପ୍ରଶ୍ନର ଯଦି ଉତ୍ତର ନେଇ ଆସିବ, ମୁଁ ତୁମକୁ ବହୁତ ପୁରସ୍କାର ଦେବି। ପିଲାଟି ଏଥର ପୁଣି ଆଗକୁ ବଢ଼ିଛି। ସେ ତାର ଗନ୍ତବ୍ୟ ପଥରେ ଆଗେଇ ଚାଲିଥାଏ। ସେଇ ପାହାଡ଼ ଶୀର୍ଷକୁ ପହଞ୍ଚିବାକୁ ଆଉ ଅଳ୍ପ ବାକି ଥାଏ। ସେଇଠି ଏକ ବହୁତ ସୁନ୍ଦର କୋଠା ଘର ଦେଖିଛି।
ପିଲାଟି ଭାବିଛି ଟିକେ ଏଇଠି ବିଶ୍ରାମ କରିନିଏ, ପୁଣି ତାପରେ ଆଗକୁ ବଢ଼ିବି। ସେଠାରେ ଯାଇ ଦେଖିଛି ସେଇ ଘରେ ଜଣେ ସୁନ୍ଦର କନ୍ୟା ଅଛନ୍ତି। ଆଉ ସେ କନ୍ୟା ଜଣକ କହିଛନ୍ତି ଯେ ମୁଁ ବହୁତ ଚିନ୍ତିତ ଅଛି, ମୋ ପାଖରେ ଏତେ ବଡ଼ ଘର ଅଛି, ସବୁ କିଛି ଅଛି, ତଥାପି ମୋ ଜୀବନରେ ସୁଖ ନାହିଁ, ମୁଁ ସବୁବେଳେ ଦୁଃଖିତ ରହୁଛି। ଏମିତିରେ ତୁମେ କିଏ, ଆଉ ଏପଟେ ଯିବ କୁଆଡ଼େ? ପିଲାଟି କହିଛି ମୁଁ ଏଇ ପାହାଡ଼ ଶିଖରକୁ ଯିବି, ଯେଉଁଠି ମୋ ଭାଗ୍ୟ ରହୁଛନ୍ତି। ମୁଁ ସେଇ ଭାଗ୍ୟକୁ ନିଜ ସାଙ୍ଗରେ ନେଇ ଆସିବି, ତାକି ମୋ ଜୀବନରେ ଖୁସି ଫେରି ଆସିବ। ସେ କନ୍ୟା ଜଣକ କହିଛନ୍ତି ଯେବେ ତୁମେ ନିଜ ଭାଗ୍ୟ ସହିତ ଦେଖାହେବ, ତେବେ ମୋର ବି ଏକ ପ୍ରଶ୍ନ ତାଙ୍କୁ ପଚାରିବ, ବଦଳରେ ମୁଁ ତୁମକୁ ବହୁତ ପୁରସ୍କାର ଦେବି। ପିଲାଟି ପଚାରିଛି ତୁମ ପ୍ରଶ୍ନ କ'ଣ? ଝିଅଟି କହିଛି ତାଙ୍କୁ ପଚାରିବ ଯେ ମୁଁ କେମିତି ଖୁସି ହେଇପାରିବି। ପିଲାଟି ଏଥର ପୁଣି ଆଗକୁ ବଢ଼ିଛି। ସେ ଝିଅଟିର ପ୍ରଶ୍ନ, ସେ ଫଳ ବଗିଚାର ମାଲିକର ପ୍ରଶ୍ନ, ପୁଣି ସେଇ ବୁଢ଼ା ସିଂହର ପ୍ରଶ୍ନ ନେଇ ପିଲାଟି ପହଞ୍ଚିଛି ସେଇ ପାହାଡ଼ର ଶିଖରତମ ଜାଗାରେ। ଆଉ ସେଠାରେ ଏକ ଚମତ୍କାର ବି ଘଟିଛି। ଯିଏ ସେଠାରେ ଯାଇ ଦେଖିଛି ପାହାଡ଼ ଶିଖରରେ ବାସ୍ତବରେ ଜଣେ ଲୋକ ବସିଛନ୍ତି, ଯିଏ ୟାର ଭାଗ୍ୟ, ଯାହାକୁ ସେ ନିଜ ସ୍ୱପ୍ନରେ ଦେଖିଥିଲା। ପିଲାଟି ଯାଇ ତାଙ୍କୁ ପ୍ରଣାମ କରିଛି, ଆଜ୍ଞା ଭାଗ୍ୟ ଦେବତା, ଆପଣ ମୋ ସାଙ୍ଗରେ ଚାଲନ୍ତୁ। ମୋ ଜୀବନରେ ଖୁସି ଚାଲିଯାଇଛି, ଅର୍ଥ ବି ଚାଲିଯାଇଛି, ଦୟାକରି ଆପଣ ମୋ ସହିତ ଆସନ୍ତୁ। ପୁଣି ସେ 3 ଜଣଙ୍କର ପ୍ରଶ୍ନ ବି ପଚାରିଛି, ଆଉ ତାର ଉତ୍ତର ଜାଣିଛି। ସବା ଶେଷରେ ଭାଗ୍ୟ କହିଛି ଠିକ୍ ଅଛି, ମୁଁ ତୁମ ସାଙ୍ଗରେ ତ ଯାଇପାରିବିନି, କିନ୍ତୁ ତୁମେ ଯାଅ, ମୁଁ ତୁମ ପଛେ ପଛେ ଯାଉଛି। ପିଲାଟି କହିଛି ଠିକ୍ ଅଛି, କିନ୍ତୁ ଆପଣ ଆସିବେ ନିହାତି। ଏତିକି କଥା ହେଇ ପିଲାଟି ଫେରି ଆସିଛି, ଯେଉଁଠି ସେଇ ସୁନ୍ଦର କନ୍ୟା ଜଣକ ରହୁଥିଲେ। ସବୁଠୁ ପ୍ରଥମେ ସେଇ ଘରକୁ ଯାଇଛି ଯେଉଁଠି ସେଇ ସୁନ୍ଦରୀ କନ୍ୟା ଜଣକ ରହୁଥିଲେ। ପୁଣି ଝିଅଟିକୁ ତାର ପ୍ରଶ୍ନର ଉତ୍ତର ଦେଇଛି, ଆଉ ଫେରିଲା ବାଟରେ ସେ ଫଳ ବଗିଚାର ମାଲିକକୁ ମଧ୍ୟ ଭେଟିଛି, ଆଉ ତା ପ୍ରଶ୍ନର ଉତ୍ତର କହିଛି। ଆଉ ସବା ଶେଷରେ ସେଇ ଯେଉଁ ବୁଢ଼ା ସିଂହଟି ଥିଲା, ଇଏ ତା ପାଖକୁ ଯାଇଛି। ସିଂହ ପଚାରିଛି କି ତୁମ ଯାତ୍ରା କେମିତି ହେଲା? ପିଲାଟି କହିଛି ଯେ ମୁଁ ତୁମ ଛଡ଼ା ବି ଆହୁରି 2 ଜଣଙ୍କ ସହିତ ଦେଖା ହେଇଥିଲା, ଆଉ ସେମାନେ ମଧ୍ୟ ତାଙ୍କର ପ୍ରଶ୍ନ ପଚାରିଥିଲେ, ମୁଁ ସେମାନଙ୍କୁ ତାଙ୍କ ଉତ୍ତର କହି ଆସିଛି। ସିଂହ ପଚାରିଛି ସେମାନେ କ'ଣ ପ୍ରଶ୍ନ ପଚାରିଥିଲେ, ଆଉ ତାଙ୍କର ଉତ୍ତର କ'ଣ ହେଲା? ପିଲାଟି କହିଛି ସବା ଶେଷରେ ଜଣେ ଝିଅ ସହିତ ଦେଖା ହେଇଥିଲା, ସୁନ୍ଦରୀ କନ୍ୟା। ସେ ସେଇ ପାହାଡ଼ ଶିଖରରେ ଏକ ସୁନ୍ଦର ମହଲରେ ରହୁଥିଲେ, ଆଉ ତାଙ୍କର ପ୍ରଶ୍ନ ଏହା ଥିଲା କି ତାଙ୍କ ପାଖରେ ଘର, ବାଡ଼ି, ସମ୍ପତ୍ତି ସବୁ କିଛି ଅଛି, କିନ୍ତୁ ତାଙ୍କ ମନରେ ଖୁସି ନାହିଁ। ସେଇ ଖୁସିଟିକୁ ସେ କେମିତି ପାଇବେ? ସିଂହ ପଚାରିଛି ଆଉ ତା ପ୍ରଶ୍ନର ଉତ୍ତର କ'ଣ ଥିଲା? ଏ କହିଛି ତାଙ୍କ ଉତ୍ତର ଏହା ଥିଲା କି ସେ ଯେଉଁଦିନ ନିଜ ମନପସନ୍ଦର ପୁଅକୁ ବାହା ହେଇପାରିବେ, ସେଇଦିନ ନିଜ ଜୀବନରେ ଖୁସି ଫେରି ପାଇବେ। ସିଂହ ପଚାରିଛି ତେବେ ସେଇ ଝିଅଟି ତୁମକୁ କିଛି ପୁରସ୍କାର ବି ଦେଇଛି? ପିଲାଟି କହିଛି ହଁ, ସେ ମୋତେ ବିବାହ କରିବାକୁ ଚାହୁଁଥିଲେ, କହୁଥିଲା କି ତମେ ମୋତେ ବିବାହ କରିନିଅ, ଏ ସମ୍ପୂର୍ଣ୍ଣ ଘରଟି ତମର ହେଇଯିବ, ଆଉ ଏଠାରେ ଆମେ ଆନନ୍ଦରେ ଖୁସିରେ ରହିପାରିବା। ସିଂହ କହିଲା ତେବେ ତୁମେ ତାକୁ କହିଲ କ'ଣ? ପିଲାଟି କହିଲା ଆଉ କହିବି କ'ଣ, କହିଲେ ପଛରେ ମୋ ଭାଗ୍ୟ ଆସୁଛି। ମୁଁ ତାକୁ ମନା କରି ସେଠୁ ପଳେଇ ଆସିଲି। ସିଂହ କହିଛି ତାପରେ କିଏ ମିଳିଲା, ଆଉ ତାର ଉତ୍ତର କ'ଣ ଥିଲା? ପିଲାଟି କହିଛି ସେ ବଗିଚାର ମାଲିକ ଥିଲେ, ଯିଏ କହୁଥିଲେ କି ସେ ବଗିଚାର ଫଳ ସବୁ ପିତା କାହିଁକି। ଆଉ ତାଙ୍କ ପ୍ରଶ୍ନର ଉତ୍ତର ଏଇଆ ଥିଲା କି ସେ ପାଖରେ ଯେଉଁ ଝରଣା ବହୁଛି, ସେଥିରେ ବହୁତ ସାରା ସୁନା ରହିଛି। ସେଇ ପାଣି ପାଇଁକି ଏଇ ଗଛର ଫଳ ସବୁ ଏମିତି ପିତା ହେଇଯାଉଛି। ତେବେ ସେଠାରୁ ସବୁ ସୁନା ତକ ବାହାର କରିବାକୁ ପଡ଼ିବ, ଅଥବା ଅନ୍ୟ ଝରଣାରୁ ପାଣି ଆଣିକି ସେ ଗଛରେ ଦେଲେ ଗଛରେ ଫଳ ସବୁ ମିଠା ହେଇଯିବ। ସିଂହ ପଚାରିଲା ତେବେ ସେ ମାଲିକ ତୁମକୁ କିଛି ପୁରସ୍କାର ଦେଇଛନ୍ତି? କହିଲା ହଁ, ସିଏ ଆଉ କିଛି ସମୟ ରହିବାକୁ କହୁଥିଲେ, ସେ ଝରଣାରୁ ସୁନା ବାହାର କରି ମୋତେ ଦେବାକୁ ଚାହୁଁଥିଲେ। ସିଂହ ପଚାରିଲେ ତେବେ ତୁମେ ଆଣିଲ ସୁନା? ପିଲାଟି କହିଲା ନାଇଁ, ମୋର ସୁନା କ'ଣ ହବ, ମୋର ତ ପଛରେ ଭାଗ୍ୟ ଆସୁଛନ୍ତି ନା, ସିଏ ଆସିଲେ ମୋର ସବୁ କିଛି ବଦଳିଯିବ, ମୋ ଜୀବନରେ ଖୁସି ଫେରି ଆସିବ। ମୁଁ ସେତିକି ସୁନା ନେଇ କ'ଣ କରିବି, ମୋର ତ ଭାଗ୍ୟ ଦରକାର। ସିଂହ ପଚାରିଛି ଆଉ ମୁଁ ଯେଉଁ ପ୍ରଶ୍ନ ପଚାରିଥିଲି ତାର ଉତ୍ତର କ'ଣ ହେଲା? ପିଲାଟି କହିଛି ହଁ, ତୁମ କଥା ବି କହିଲେ, ଜାଣିଛ ତୁମ ରୋଗ କେମିତି ଭଲ ହେଇଯିବ? ଇଏ ସେତେବେଳେ ଠିକ୍ ହେଇପାରିବ ଯେତେବେଳେ ତୁମେ ଦୁନିଆର ସବୁଠୁ ମୂର୍ଖ ଲୋକର ମୁଣ୍ଡକୁ ଖାଇପାରିବ। ଏତିକି ଶୁଣିଛି ସିଂହ ଗର୍ଜି ଉଠିଲା।
ସଙ୍ଗେ ସଙ୍ଗେ ତା ପଞ୍ଝାରେ ୟା ଖପୁରୀଟିକୁ ଦୁଇ ଫାଳ କରିଦେଲା ଆଉ ମଜା କରି ଖାଇବାକୁ ଲାଗିଲା। ଆଉ ଖାଉ ଖାଉ କହିଲା, ବେଟା, ତୋଠୁ ମୂର୍ଖ ଏ ଦୁନିଆରେ ଆଉ କିଏ ବା ଥାଇପାରେ? ଏମିତି ଆମ ମଧ୍ୟରୁ ବହୁତ ଲୋକ ଅଛନ୍ତି ଯେ କି ଅପେକ୍ଷା କରି ବସିଛନ୍ତି କି ଭାଗ୍ୟ ମୋ ପଛେ ପଛେ ଆସୁଥିବ, ନସିବ ମୋତେ ଅନୁସରଣ କରୁଥିବ, ଆଉ ଭାଗ୍ୟ ଯେତେବେଳେ ବଦଳିବ ମୋର ସବୁ କିଛି ଠିକ୍ ହେଇଯିବ। ଅନ୍ୟ କାହାକୁ ଅପେକ୍ଷା କରି ବସିଥାନ୍ତି। ଏଇ ଯେଉଁ ଅନ୍ୟ କାହାର ଭରସାରେ ରହିଥାନ୍ତି ନା, କି ହେଇଯିବ ସବୁ, ବାସ୍ତବରେ ସେମିତି କିଛି ହୋଇନଥାଏ। ଭାଗ୍ୟ ଉପରେ ଭରସା କରି ବସିଥିବ ତ କିଛି ବି ହେବାର ନାହିଁ। ଏଇ ଯେଉଁ ଜୀବନ ଯାତ୍ରା ଚାଲିଛି ଆଉ ଆପଣଙ୍କ ସହିତ ଯାହା ଘଟୁଛି, ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଆପଣଙ୍କ ସାମ୍ନାରେ ଅଛି। ଆପଣଙ୍କୁ ମିଳୁଛି କିନ୍ତୁ ଆପଣ ତାକୁ ଜାଣିପାରୁନାହାନ୍ତି, ବାରମ୍ବାର ଏଭଏଡ୍ କରୁଛନ୍ତି। ଏମିତି କରି ଚାଲିଥିବେ ତ ଆଗକୁ କିଛି ହେବାର ନାହିଁ। ଆପଣ ଭାଗ୍ୟ ଉପରେ ଭରସା କରିଛନ୍ତି, କିଏ ଜାଣି ଭାଗ୍ୟ ଆପଣଙ୍କୁ ଅପେକ୍ଷା କରିଛି, ଆପଣଙ୍କ କର୍ମକୁ ଅପେକ୍ଷା କରିଛି। ନିଜ ଭାଗ୍ୟ ତ ନିଜ ହାତରେ ବନାନ୍ତୁ, ନିଜ କର୍ମ ଦ୍ୱାରା ବନାନ୍ତୁ। ଆଜି ପର୍ଯ୍ୟନ୍ତ ଯେତେ ବି ସଫଳ ହୋଇଛନ୍ତି ତାଙ୍କ ନିଜ କର୍ମ ଦ୍ୱାରା ହିଁ ହୋଇଛନ୍ତି। ଏଇ ଛୋଟ କାହାଣୀ, ସୁନ୍ଦର କାହାଣୀଟି ଆଜି ପାଇଁ ଏତିକି। ଧନ୍ୟବାଦ ସମସ୍ତଙ୍କୁ।